ଶୀତ ଦିନେ ଟିକେ ଶୀତ ଜୋର ହେଉଛି ଏବେ। ଇଏ ହେଉଛି ସେକେଣ୍ଡ ଜାମ୍ମୁ କାଶ୍ମୀର ଚନ୍ଦକା ଏରିଆ ୱାଇଲ୍ଡ ଲାଇଫ୍ ପାଖ ଜାଗା। ଭାରି ଆଜ୍ଞା ଥଣ୍ଡା। ତେଣୁ ମୋର ଜଣେ ସାଙ୍ଗ ଅଛନ୍ତି ମହାନ୍ତି ବାବୁ, ସିଏ ଜଣେ ଆର୍ମି ରିଟାୟାର୍ଡ଼ ଅଫିସର। ତେଣୁ ସିଏ ଆସନ୍ତି ମୋ ପାଖରେ ଟିକେ ବସନ୍ତି। ଗୋଟେ ନିଆଁର ଆଶାର ହୁଏ। ପ୍ରାୟ ରାସ୍ତା ଯିବା ଲୋକମାନେ ସବୁ ସେକି ହୁଅନ୍ତି। ତେଣୁ ଏଇ ନିଆଁର ଆଶାର ଆପଣମାନଙ୍କୁ ମୁଁ ଭିଜୁଆଲ୍ ମାଧ୍ୟମରେ ପଠାଉଛି। ଆପଣମାନେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। କାହିଁକି ନା ଏଇ ଯେଉଁ ନିଆଁର ଆଶାର ଆଜି ନୁହଁ, ମୁଁ ଦୀର୍ଘ ଏଠି ଦୋକାନ କରିବା ହେଇଗଲା 27 ବର୍ଷ। ସବୁବେଳେ ଟିକେ ଏମିତିକା ନିଆଁର ଆଶାର ମୁଁ ଲୋକମାନଙ୍କ ପବ୍ଲିକଙ୍କ ପାଇଁ ସବୁବେଳେ ଆୟୋଜନ କରେ। ଆଉ ସିଏ ଟିକେ ମହାନ୍ତି ବାବୁ ମିଶି ଯାଇଛନ୍ତି 3 ବର୍ଷ 4 ବର୍ଷ ହେଲାଣି ରିଟାୟାର୍ଡ଼ ହେଇକି ଆସିଲା ପରେ। ତେଣୁ ସେ ଜଣେ ଆର୍ମି ଅଫିସର। ତେଣୁ ସେ ରିଟାୟାର୍ଡ଼ ହେଇକି ଆସିଲା ପରେ ସିଏ ମଧ୍ୟ ମୋ ସହିତ ଯୋଗାଯୋଗରେ ଅଛନ୍ତି। ଆଉ ସବୁଦିନେ ଟିକେ ଆମେ ନିଆଁର ଆଶାରଟା କରୁ। ଆଉ ପବ୍ଲିକ ମାନେ ଆସିକି ଉପକୃତ ହୁଅନ୍ତି। ଆଉ ଅତ୍ୟଧିକ ଥଣ୍ଡା ହେଲେ ଆମେ ଟିକେ ଲଗାଉ। ଆଜି ମଧ୍ୟ ପାରଦ ଅଛି 12 ଡିଗ୍ରୀ। ଏଇ ମାନେ ଚନ୍ଦକା ୱାଇଲ୍ଡ ଲାଇଫ୍ ପାଖରେ ଏଟାକୁ ଆମେ ସେକେଣ୍ଡ କାଶ୍ମୀର ବୋଲି କହୁ। ଯେ ଏ ପ୍ରାୟ ଦାରିଙ୍ଗବାଡ଼ି ଟାଇପ୍ର ଥଣ୍ଡାଟା ଏଠି ହୁଏ। ଏମାନେ ହାତୀମାନେ ଅଛନ୍ତି। ଦୁନିଆ ପଶୁ ପକ୍ଷୀଠୁ ଆରମ୍ଭ କରିକି ସର୍ପଠୁ ଆରମ୍ଭ କରିକି ନେଉଳଠୁ ଆରମ୍ଭ କରିକି ସବୁ ଜାତୀୟ ପ୍ରାଣୀମାନଙ୍କୁ ଏଠି ଦେଖିବାକୁ ମିଳେ। ଆଉ ବହୁତ ଆମର ସୁନ୍ଦର ଜାଗା ଏଇଟା। ଚନ୍ଦକାର ପାଖ ଜଗନ୍ନାଥ ବିହାର, ମା ବାରଦେବୀଙ୍କ ମନ୍ଦିର ମଧ୍ୟ ଅଛି। ତେଣୁ ଇଏ ହେଉଛନ୍ତି ଆମର ସେଇ ମହାନ୍ତି ବାବୁ। ଏଇ ଦେଖନ୍ତୁ ଅନ୍ଧକାରରେ ବସିଛନ୍ତି, ଭଲ କି ଦେଖାଯାଉନାହାନ୍ତି। ତେଣୁ ତାଙ୍କୁ ଟିକେ ମଧ୍ୟ ଦେଖିଦିଅନ୍ତୁ। ଆଉ ମୁଁ ହେଉଛି ପ୍ରଭୁ ଆଚାର୍ଯ୍ୟ। ଆଉ ମୋର ଏଠି ଦୋକାନଟା ହେଉଛି ବହୁତ ଦିନର ପୁରୁଣା ଦୋକାନ। ତେଣୁ ମୁଁ ପ୍ରତିବର୍ଷ ଏଇ ନିଆଁର ଆଶାରଟା କରେ ଏବଂ ଲୋକମାନେ ପବ୍ଲିକ ମଧ୍ୟ ଉପକୃତ ହୁଅନ୍ତି। ତେଣୁ ଆଜି ଆକୁ ଆପଣମାନେ ଦେଖିବେ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ। ଏବେ ଲୋକଙ୍କର ଗତାଗତ ହେଲାଣି। ଏଇ ନିଆଁର ଆଶାରଟା ଆମର 4ଟାଠୁ 4:30 ଭିତରେ ଉଦ୍ଘାଟନ କରାଯାଏ, ସମାପନ ହେଇଯାଏ 6ଟା ଭିତରେ। ତେଣୁ ତା ଭିତରେ ଯେଉଁ ଯାତ୍ରୀମାନେ ଯିବା ଆସିବା କରନ୍ତି, ରାସ୍ତାର ପଥିକମାନେ ଯିବା ଆସିବା କରନ୍ତି, ସେମାନେ ମଧ୍ୟ ଏଇ ନିଆଁକୁ ଉପଭୋଗ କରନ୍ତି। ଦେଖନ୍ତୁ ଆଉ ଥରେ ଦେଖାଉଛି ସେଇ ନିଆଁକୁ, ଆଉ ଥରେ ଦେଖାଉଛି। ଆପଣମାନେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ବହୁ ମାତ୍ରାରେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ପ୍ରଭୁ ଆଚାର୍ଯ୍ୟ, ଭୁବନେଶ୍ୱର।